ରାଘବଙ୍କ ନିଷ୍ପତ୍ତିକୁ ନେଇ କେଜରିୱାଲ ଦେଲେ ବଡ଼ ବୟାନ। ବିଜେପି ଉପରେ ଲାଗିଲା ଗମ୍ଭୀର ଆରୋପ। ପଞ୍ଜାବ ରାଜନୀତିରେ ବଡ଼ ହଲଚଲ। ଆମ୍ ଆଦମୀ ପାର୍ଟିକୁ ଲାଗିଛି ବଡ଼ ଝଟକା। ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି ରାଘବ ଚଡ୍ଡା କହିଛନ୍ତି ଯେ ମୁଁ ଦଳ ଛାଡୁଛି ଏବଂ ଦଳର ଅନ୍ୟ 6 ଜଣ ରାଜ୍ୟସଭା ସାଂସଦ ବିଜେପିରେ ଯୋଗଦେବା ପାଇଁ ତାଙ୍କ ସହିତ ଯୋଗଦେବେ। ସେ ଆମ୍ ଆଦମୀ ପାର୍ଟିକୁ ମଧ୍ୟ ଟାର୍ଗେଟ କରି କହିଛନ୍ତି ଯେ ଏହି ଦଳ ଆଉ ପୂର୍ବ ପରି ନାହିଁ। ଏହି ଘଟଣା ଉପରେ ପ୍ରତିକ୍ରିୟା ଦେଇ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆପ୍ର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଏକ ପ୍ରତିକ୍ରିୟା ଦେଇଛନ୍ତି। ଏକ୍ସରେ ଏକ ପୋଷ୍ଟରେ ବିଜେପିରୁ ଟାର୍ଗେଟ କରି ଅରବିନ୍ଦ କେଜରିୱାଲ କହିଛନ୍ତି, ବିଜେପି ପୁଣି ଥରେ ପଞ୍ଜାବର ଲୋକଙ୍କ ସହିତ ବିଶ୍ୱାସଘାତକତା କରିଛି। ତେବେ ବିଜେପିରେ କିଏ ଯୋଗ ଦେଉଛନ୍ତି? ଆପ୍ରୁ ଇସ୍ତଫା ଦେବା ପରେ ରାଘବ ଚଡ୍ଡା, ଅଶୋକ ମିତ୍ତଲ, ସ୍ୱାତି ମାଲିୱାଲ, ହରଭଜନ ସିଂ, ସନ୍ଦୀପ ପାଠକ, ବିକ୍ରମଜିତ ସିଂ ସାହାନୀ ଏବଂ ରାଜେନ୍ଦ୍ର ଗୁପ୍ତା ବିଜେପିରେ ଯୋଗଦେବେ। ଇସ୍ତଫା ଘୋଷଣା ପରେ 3 ଜଣ ସାଂସଦ ନିତିନ ନବୀନଙ୍କ ସହିତ ସାକ୍ଷାତ କରିଥିଲେ। ପରେ ବିଧିବଦ୍ଧ ଭାବରେ ସେ ଦଳରେ ଯୋଗଦେବା ନେଇ ସୂଚନା ମିଳିଛି। ଇଡି ଚଢ଼ାଉ ପରେ ଦଳ ଭାଙ୍ଗିଲା। ଏହି ସମୟରେ ବିଜେପିକୁ କଟାକ୍ଷ କରି ଆପ୍ ସାଂସଦ ସଞ୍ଜୟ ସିଂ ମନ୍ତବ୍ୟ ଦେଇଥିଲେ, ଅପରେସନ ଲୋଟସର ଖେଳ ଚାଲିଛି। ଆମ୍ ସାଂସଦଙ୍କ ଶିକାର କରାଯାଇଛି। ସେମାନଙ୍କୁ ସେମାନଙ୍କ ଦଳରେ ସାମିଲ କରାଯାଉଛି। ଇଡି ଏବଂ ସିବିଆଇକୁ ଅସ୍ତ୍ର କରାଯାଉଛି। କିଛି ଦିନ ପୂର୍ବରୁ ଇଡି ଅଶୋକ ମିତ୍ତଲଙ୍କ ପରିସରରେ ଏକ ଚଢ଼ାଉ କରିଥିଲା। ପଜଲର ଖଣ୍ଡଗୁଡ଼ିକ ଏକାଠି ଫିଟ୍ ହୋଇଥିଲା। ଇଡି ଚଢ଼ାଉ କରିଥିଲା ଏବଂ ତାପରେ ସେମାନେ ତାଙ୍କୁ ଭାଙ୍ଗି ଦେଇଥିଲେ। ଏହା ବୁଝାଏ ଯେ ଅପରେସନ ଲୋଟସ୍ ଭୟ ସୃଷ୍ଟି କରି ଏବଂ ପ୍ରଶାସନିକ ଯନ୍ତ୍ରପାତିକୁ ଅପବ୍ୟବହାର କରି କାର୍ଯ୍ୟକାରୀ କରାଯାଉଛି। ତେବେ ମୁଁ ସେମାନଙ୍କ ବନ୍ଧୁତାର ଯୋଗ୍ୟ ନଥିଲି। ସେପଟେ ରାଘବ ଚଡ୍ଡା କହିଥିଲେ ଯେ ମୁଁ ପରିସ୍ଥିତିର ଉନ୍ନତି ପାଇଁ ଯଥାସମ୍ଭବ ଚେଷ୍ଟା କରୁଥିଲି। ମୁଁ ଦଳର କାର୍ଯ୍ୟକ୍ରମ ଏବଂ କାର୍ଯ୍ୟକଳାପରୁ ନିଜକୁ ଦୂରେଇ ରଖିଥିଲି କାରଣ ମୁଁ ସେମାନଙ୍କ ଦୁଷ୍କର୍ମରେ ସାମିଲ ହେବାକୁ ଚାହୁଁନଥିଲି। ମୁଁ ସେମାନଙ୍କ ଅପରାଧରେ ଅଂଶଗ୍ରହଣ କରିବାକୁ ମନା କରିଦେଇଥିଲି। ତେଣୁ ମୁଁ ସେମାନଙ୍କୁ ବନ୍ଧୁତାର ଅଯୋଗ୍ୟ ବୋଲି ବିବେଚିତ ହୋଇଥିଲି। ଆମ ପାଖରେ କେବଳ 2ଟି ବିକଳ୍ପ ବାକି ଥିଲା, ସମ୍ପୂର୍ଣ୍ଣ ରାଜନୀତି ଛାଡ଼ିଦିଅ କିମ୍ବା ସକାରାତ୍ମକ ରାଜନୀତିରେ ସାମିଲ ହେବା ପାଇଁ ଆମର ଅଭିଜ୍ଞତାକୁ ବ୍ୟବହାର କର। ଫଳସ୍ୱରୂପ ଆମେ ନିଷ୍ପତ୍ତି ନେଇଥିଲୁ ଯେ ଆପ୍ର 2/3 ରାଜ୍ୟସଭା ସାଂସଦ ବିଜେପିରେ ମିଶିଯିବେ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।